भागवतोत्तमं देवीं सरस्वतीं व्यासं तपोदेवैतमुखं कौशभाषाणं वैतैगिरिं कृपात्महं वन्दे परमानन्दमाधवं शिवं प्रबोधवैतं फलं श्लोभागवतं भागवतं रसमागमे मुहुरवृष्टाभिभावकाः ॐ व्यासं वस्तनं चारं सत्यपुत्रं पराशरात्मजं वन्दशिवतातं प्रबोधे ॐ व्यासाय विष्णुरूपाय व्यासरूपाय विष्णवे नमो वै ब्रह्मनिधये वासिष्ठाय नमो नमः ॐ श्री परमात्मने नमः ॐ नमो भगवते वासुदेवाय। वर्तमान दशम स्कंध अध्याय 44 ଯେତେବେଳେ ଚାଣୁର ସହିତ ଭଗବାନ କୃଷ୍ଣ ଏବଂ ମୁଷ୍ଟିର ସହିତ ବଳରାମ ମଲ୍ଲଯୁଦ୍ଧ ଆରମ୍ଭ କରିଥିଲେ ସେତେବେଳେ ମଥୁରାର ନରନାରୀମାନେ ପ୍ରତିବାଦ କଲେ, କହିଲେ ଯଦି କୌଣସି କାରଣରୁ ଅଧର୍ମ ହୁଏ ଏ ସଭାରେ ଧର୍ମ ବା ନ୍ୟାୟ ନାହିଁ। କାରଣ ଏଗୁଡ଼ା ଟିକି ପିଲା ସମକକ୍ଷ ଯୋଦ୍ଧା ସମବୟସ୍କ ସମାନ ବଳବାନଙ୍କ ସହିତ ଯୁଦ୍ଧ ହେବ। ଏଗୁଡ଼ା ପର୍ବତ ପୁରାଣ ଏଡ଼େ ରାକ୍ଷସ କି ତାଙ୍କ ସହିତ 11 ବର୍ଷିଆ ଟିକି ଟିକି ପିଲା ଇଏ କି ଭଲ ଯୁଦ୍ଧ। ତେଣୁ ଏଠି ଧର୍ମ ନ୍ୟାୟ କିଛି ନାହିଁ। ଏ ଜାଗା ଯଦି ପ୍ରତିବାଦ କରିବାର ସାମର୍ଥ୍ୟ ଅଛି ତାକୁ ଅଟକାଏ, ଯଦି ଅଟକେଇ ପାରିବାର ସାମର୍ଥ୍ୟ ନାହିଁ ତାହେଲେ ଏ ଜାଗା ଛାଡ଼ିକି ପଳେଇବାକୁ ହେବ। ଏ କଥା କହିଲେ ସେ ପ୍ରସଙ୍ଗରେ ଆଉ ଗୋଟେ ସୁନ୍ଦର ଶବ୍ଦ ଏଠି କହୁଛନ୍ତି, ନ ସଭାଗ ପ୍ରବେଶିତ ପ୍ରାଜ୍ଞ, ଯେ ପ୍ରକୃତରେ ଜ୍ଞାନୀ ଲୋକ ଏ ପ୍ରକାର ସଭାରେ ପ୍ରବେଶ କରିବ ନାହିଁ। ସଭ୍ୟ ଦୋଷାନ ଅନୁସ୍ମରଣ, ସଭାସଦମାନଙ୍କର ଦୋଷକୁ ଜାଣି ମଧ୍ୟ ସେ ସଭାରେ ଯୋଗ ଦେବା ଉଚିତ ନୁହେଁ। ସଭ୍ୟ ଦୋଷାନ ଅନୁସ୍ମରଣ, ଏ ସଭାରେ ବସିବା ମାନେ ଏଗୁଡ଼ାକ ଧର୍ମ ବିଚାର ନାହିଁ, ନ୍ୟାୟ ନାହିଁ। ଏ ସଭାସଦମାନଙ୍କର ଦୋଷ ଅଛି। ତେଣୁ ଦୋଷ ଜାଣିକିରି କୌଣସି ଜ୍ଞାନୀ ଲୋକ ସଭାରେ ରହିବ ନାହିଁ। ରହିଲେ କ'ଣ କରିବ? ଅବ୍ରୁବନ ବିବ୍ରୁବନ ଅଜ୍ଞ, କାରଣ ସେଠାକୁ ଯାଇ ଦୋଷକୁ ପ୍ରକାଶ କଲେ ଦୋଷୀ, ଚୁପ ରହିଲେ ମଧ୍ୟ ଦୋଷ, ପ୍ରକାଶ କଲେ ଦୋଷ। କାରଣ ସେମାନେ ପ୍ରତିବାଦ କଲେ ବାଟେଇବା ଦରକାର ପଡ଼ିଲେ, ପ୍ରକାଶ ନ କରିକି ଚୁପ ରହିଲେ ମଧ୍ୟ ଅନ୍ୟାୟକୁ ବରଦାସ୍ତ କରିଯିବା ହିଁ ପାପ। ତେଣୁ ଏ ପ୍ରକାର କଲେ ନର ବିଷୟ ବସନ୍ତେ, ଲୋକ ପାପ ମୁଣ୍ଡେଇବ, ଏଥିରେ କୌଣସି ଭୁଲ ନାହିଁ। ତେଣୁ ଯେଉଁ ଜାଗାରେ ଅଧର୍ମ ବା ଯେଉଁ ସଭାରେ ଅଧର୍ମ ବା ଅନ୍ୟାୟ ବିରାଜମାନ କରିଥିବ, ପ୍ରକୃତରେ ଜ୍ଞାନୀ ଲୋକ ସେ ଜାଗାକୁ ଯିବ ନାହିଁ। ଗଲେ ଅନ୍ୟାୟ ବିରୁଦ୍ଧରେ କହିପାରିବ ନାହିଁ। ବିରୁଦ୍ଧରେ କହିଲେ ଦୋଷ, ନ କହିଲେ ବି ଦୋଷ, କାହିଁକି ନା ଅନ୍ୟାୟକୁ ବରଦାସ୍ତ କଲେ ବି ଦୋଷ। ତେଣୁ ପାପ ଲାଗିବ। ତାପରେ କହୁଛନ୍ତି, ବର୍ଗତଃ ଶତ୍ରୁମୋଦ୍ଭୀତଃ କୃଷ୍ଣସ୍ୟ ବଦନାମ୍ବୁଜଂ ବିକ୍ଷତାଂ ଶ୍ରମବାଦଯୁକ୍ତଂ ପଦ୍ମକୋଶ ବିବାମ୍ବୁଭିଃ। କହିଲେ ବର୍ଗତଃ ମାନେ ପଇତ୍ରା ମାନିକି ସେଇ ଆଡ଼କୁ ଅଛି, ସେପଟକୁ ଅଛନ୍ତି, ଇଏ କିନ୍ତୁ ଏପଟ ସେପଟ ବୁଲାବୁଲି କରିକି ବାହାସୁଟ ଭାରି ଆକ୍ରମଣ କରିବାର ପୂର୍ବରୁଟା ପରାକ୍ରମ ଦେଖାଇବା। ବର୍ଗତଃ ଶତ୍ରୁମଦ୍ଭୀତଃ, ଦେଖାଯାଉ ଶ୍ରୀକୃଷ୍ଣ ଶତ୍ରୁର ଚାରିପଟେ ବୁଲି କିପରି ପଇତ୍ରା ମାରୁଛନ୍ତି। କୃଷ୍ଣସ୍ୟ ବଦନାମ୍ବୁଜଂ, ତାଙ୍କ ମୁହଁରେ ବିନ୍ଦୁ ବିନ୍ଦୁ ଶ୍ରମ ଧଳା ପଳାଇଥାନ୍ତି। ବିକ୍ଷତାଂ ଶ୍ରମବାଦଯୁକ୍ତଂ ପଦ୍ମକୋଶ ବିବାମ୍ବୁଭିଃ, ପଦ୍ମର କୋଷଟା, କୋଷ କହିଲେ ପୁଷ୍କର, ପାଣି ପଡ଼ିକିରି ପାଣି ଛିଟିକା ପଡ଼ିଲେ ଯେମିତି ଦିଶେ, ଏ ପ୍ରଭୁଙ୍କର ପଦ୍ମ ମୁଖଟା ବର୍ତ୍ତମାନ ଝାଳ ଦ୍ୱାରା ବୁଦା ବୁଦା ଝାଳ ବୋହି সেই প্রকার দিশুଛି। କିନ୍ନ ପଶ୍ୟତ ରାମସ୍ୟ ମୁଖଂ ଆତାମ୍ରଲୋଚନଂ ମୁଷ୍ଟିକଂ ପ୍ରତି ସାମର୍ଷଂ ହାସ୍ୟ ସଂଗ୍ରହ ସୁବିତମ୍। କିନ୍ନ ପଶ୍ୟତ ରାମସ୍ୟ, ଦେଖୁନ ରାମଙ୍କର ମୁଖଟା ମଧ୍ୟ ମୁଖଂ ଆତାମ୍ରଲୋଚନଂ,
ମୁଖବନ୍ଧଟା କମ୍ବାଳିଆ ନେତ୍ରଯୁକ୍ତ ହେଇଯାଇଛି, ଆଖିଟା ନାଲ ଲାଲ ପଡ଼ିଯାଇଛି। କାହିଁକି ନାଲି ପଡ଼ିଛି? କ୍ରୋଧରେ ଆଖି ନାଲ ହେଇଯାଇଛି। ମୁଷ୍ଟିକ ପ୍ରତି ସାମର୍ଶନ, ମୁଷ୍ଟିକର ପରାକ୍ରମକୁ ସହ୍ୟ କରିପାରୁନାହାନ୍ତି ବଳରାମ। ହାସ ସଗ୍ରଭ ଶୋଭିତମ୍, ତଥାପି ତାଙ୍କ ମୁହଁରୁ ହସର ଅପ୍ରତ୍ୟତ ଆବେଗ ଫୁଟି ଉଠିଲା ବେଳେ ଏଡ଼େ ସୁନ୍ଦର ଦେଖାଯାଉଛନ୍ତି। ଯଦିଓ ଅସହିଷ୍ଣୁ ହେଇଯାଇଛନ୍ତି ବଳରାମ, ତାର ଶକ୍ତି ସାମର୍ଥ୍ୟକୁ ସହ୍ୟ କରିପାରୁନାହାନ୍ତି, ତଥାପି ମୁହଁ ହସ ହସ ରାଗିକି ଆଖି ନାଲି ପଡ଼ିଗଲାଣି। ମୁହଁ ହସ ହସ ମୁହଁ ଦେଖ କେମିତି ହେଇଛି। ପୁଣ୍ୟବତ ବ୍ରଜ ହୁଅ, पुण्यवत ब्रजभुव जलयं पुल्लिंग गूढ़ पुराण पुरुष वनचित्रमाल्य गाह पालयन सह बल कुशय कोणयं च वेणु विक्रीडयाञ्चति गिरित्र रोमारिताङ्घ्रीः गिरित्र रोमार्जिताङ्घ्रीः पुण्यं बत ब्रजभुवः जदयं नृलिङ्गः। ब्रज हुईटा प्रभुत्व केते पवित्र, जोटि ये प्रभु रजा ही पालन कर सखी सत्य कह गले ब्रज भी परम पवित्र धन्य, कारण से ये पुरुषोत्तम मनुष्य विषय गुप्त भाव रहती। जदयम पुण्यम मत ब्रजभूम जदयम नृलिंग, ब्रजभूमिटा अत्यंत पवित्र कहीं प्रभु बर्तमान नर रूप धारण करी गूढ़ गोपनीय भाव में प्रकृति से मनुष्य नुहंते, से पुराण पुरुष पुरुषोत्तम वन चित्रमाल्य बनवाला विचित्र बनवाला धारण करी गुप्त मनुष्य रूप से रही प्रकृति में ये होती परम पुरुष परमात्मा। गाह पालयन सह बल पुणयंच वेणु, बलराम सहित गाई पछरे दौड़े गाई पालन करी गाई चरई वेणु वैशी बजे कौन करती विक्रीडयाञ्चति गिरित्र रोमार्जिताङ्घ्रीः। रंग बेरंगर वन फूल पिंधि वन चित्रमाल्य विभिन्न प्रकार रंग विशिष्ट वन्य फूल को धारण करी बलराम सहित एवं बाल बालक मान सहित वैशी बजे गाई चढ़ई क्रीड़ा करती आनंद विचरण करती। प्रकृति ये ब्रह्म पदार्थ ये कथा कहते। गोप्य तप किमकरन जदमुष्य रूपम लावण्य शारव मशमूर्ध्व न मनन्य सिद्धम द्रविः पिबन्त
तनुषवा भिनवं दुरापम एकांत धाम दशा श्रिय ऐश्वर्य गुप्य तपह पुनचरण जब अमुष्य रूपम गोपाल मैंने कौन तपस्या करते कि भगवान को एक प्रकार दिव्य रूप रूप लावण्य सारम असमूर्ध मनन्य सिद्धम रूपमाधिपान कर यहाँ को रूप साक्षात लावण्य सार रूप लावण्य सारम लावण्य लवण से अभाव लावण्यम लावण्य बोले लुणिया ना लावण्य बोले अत्यंत मनोहर चिदाकर्षक ये पुरुषोत्तम आते पुरुष अच्छे सर्वश्रेष्ठ सौंदर्यर सार प्रभु पाखे अच्छी द्रुहि पिबंत्यनुषवा विनवम दुरापम अन्य द्वारा दुष्प्राप आज पाखे अच्छे प्रतिदिन स्वरूप देखुं तेणु सी रूपलावण्य उपान कर दुर्गी पिबंती अनुषवा भिनवम गोपाल मैंने तर रूपमाधुरी की प्रतिदिन अनुक्षण नुआ नुआ लगे नित्यंत अनुक्षण प्रति मुहूर्त ये रूप नुआ नुआ लगे ये रूप माधुर्य को पान कर गोपाल मैंने नहीं कि एकांत धाम जशसार श्रिय ऐश्वर्य जिते सब जश ऐश्वर्य सौंदर्य अच्छी सब ही रूपर आश्रित सखी मैंने ये रूपर दर्शन पाइबा बड़ दुर्लभ यहाँ दर्शन करने केवल गोपी मान भाग्य लेखा गोपी मान भाग्य लेखा द्रव्य पिबंती अनुषवा भिनवम दुरापम रूप थरे देखिले से रूप धरी किंतु प्रभु रूप प्रति मुहूर्त बदला भाया लगे प्रति मुहूर्त नुआ नुआ लगे ये प्रकार रूप माधुर्य से लावण्यर सर्वश्रेष्ठ वस्तु जिते मनोहर रूप अच्छी भर ये सर्वश्रेष्ठ ये प्रकार रूप माधुर्य दर्शन करने सहज कथा नुहे दुष्प्राप एकांत धाम जश श्रिय ऐश्वर्य से सब जश ऐश्वर्य सौंदर्य अच्छी सब यही रूपर आश्रित जश श्री एवं ऐश्वर्य सौंदर्य जश जश ऐश्वर्य सौंदर्य अच्छी सब यही रूप आश्रित रूप को आश्रय करके सौंदर्य जश ऐश्वर्य सब परिपूर्ण हो ये रूप सहज देखा योग्य कितु गोपांगना मैंने कौन तपस्या करते जो रूप को सदा सर्वदा देखुं कारण ये रूप प्रति मुहूर्त नुआ नुआ लगे एवं जश सौंदर्य और ऐश्वर्यर आश्रय प्रभु स्वरूप देखी प्रेम प्रशंसा कर जा दोहने बहने मथन पलेप प्रेंखेख नार्भरु दितोक्षण मार्जनादौ क्षणमार्जनादौ गायन्ति चैनं अनुरक्त धियो
अश्रुकण्ठ्यः धन्या ब्रजस्त्रियः उरुक्रम चित्तजानः धन्या ब्रजस्त्रिय उरुक्रम चित्तयानः जा दुर्हने अवहनने मथनु प्रलेप जा ମାନେ ଯେଉଁ ଉପାୟମାନ ମାନେ ଶ୍ରୀଲିଙ୍ଗ ଶବ୍ଦ ଦୁହନ ଗୋଦହନ କରୁଛନ୍ତି ଶ୍ରୀ ପ୍ରଭୁଙ୍କର ଗୁଣଗାନ କରୁଛନ୍ତି ଅବହନନେ ବ୍ରଜର ଗୋପୀମାନେ ଧନ୍ୟ ନିରନ୍ତର ଶ୍ରୀକୃଷ୍ଣଙ୍କ ଠାରେ ହିଁ ତାଙ୍କ ଚିତ୍ତ ଲାଗି ରହିଛି ପ୍ରେମପୂର୍ଣ୍ଣ ହୃଦୟରେ ଅଶ୍ରୁ ହେତୁ ଅଶ୍ରୁକ ଜଗତ କଣ୍ଠରେ ସେମାନେ ଏହାଙ୍କର ଲୀଳା ଗାନ କରନ୍ତି ସେମାନେ କ୍ଷୀର ଦୁହିଲା ସମୟରେ ଦହି ମନ୍ଥଳା ଅବହନ ନେଇ ମନ୍ଥନ ଦୁହନେ ଦୁହିଲା ବେଳେ ମନ୍ଥିଲା ବେଳେ ଧାନ କୁଟିଲା ବେଳେ ଘର ଲିପିଲା ବେଳେ କ୍ଷଣ କ୍ଷଣାର୍ଭ କ୍ଷଣ ଉଦିତ କ୍ଷଣ ମାର୍ଜନା ଆଦୌ ମାନେ ଏଠି କହିବାର ତାତ୍ପର୍ଯ୍ୟ କ୍ଷୀର ଦେଉଛନ୍ତି ଦହି ମାହୁଛନ୍ତି ଘର ଲିପୁଛନ୍ତି ଘର ଦ୍ୱାରା ଆଜ୍ଞା ସବୁ ଓଳିଆ ଓଳି କରୁଛନ୍ତି ତେଣୁ ଯେକୌଣସି କର୍ମ କଲାବେଳେ ଏ ଗୋପାଙ୍ଗନାମାନେ କ'ଣ କରନ୍ତି ଯେକୌଣସି ଗୃହ କୃତ୍ୟ କରୁଥିଲେ ମଧ୍ୟ ଗାୟନ୍ତି ଚୈନ ମନୁରାଭକ୍ତ ଝିଅ ଅଶ୍ରୁକଣ୍ଠ୍ୟା ପ୍ରଭୁଙ୍କ ପ୍ରତି ଏତେ ତାଙ୍କର ଅନୁରାଗ ଯେ ସେମାନେ ପ୍ରେମରେ କାନ୍ଦିକି ଅଶ୍ରୁକଣ୍ଠ୍ୟା ଇଆଡ଼େ ଲୁହ ଧାର ଧାର ହୋଇଯାଉଥିବ କଣ୍ଠ ଗଦଗଦ କଣ୍ଠରେ ପ୍ରଭୁଙ୍କର ଗୁଣଗାନ କରୁଥିବେ ଏବଂ ସାଂସାରିକ କର୍ମ କରୁଥିବେ ତେଣୁ ଧନ୍ୟାବ୍ରତ ପ୍ରିୟ ଉରୁକ୍ରମ ଚିତ୍ତୟାନାଃ ତେଣୁ ଉରୁକ୍ରମ ଭଗବାନ ଶ୍ରୀକୃଷ୍ଣଙ୍କର ଗୁଣଗାନ କରିବା ବ୍ରଜାଙ୍ଗମାନଙ୍କର ଏକମାତ୍ର ଧର୍ମ ଏହି ପ୍ରକାର ଏଇ ବ୍ରଜାଙ୍ଗମାନେ ଧନ୍ୟ ହୋଇଯାଇଛନ୍ତି ସେ ଅନବରତ ପ୍ରଭୁ ସମ୍ପର୍କରେ ଚିନ୍ତା କରୁଛନ୍ତି ତାଙ୍କରି ଗୁଣଗାନ କରୁଛନ୍ତି ସଦା ସର୍ବଦା ତାଙ୍କର ମନ କୃଷ୍ଣମୟ ହେଇକି ଅଛି ଭଗବାନଙ୍କ କଥା ଅନବରତ ଗାନ କରିବାରେ ଲାଗିଛନ୍ତି ଏ କଥା କହିବେ ଯେକୌଣସି ଗୃହକୃତ୍ୟ କଲେ ମଧ୍ୟ ଗୋଦହନ ଗୁହାଳ ବୁଝିବା କି ଦହି ମାହିବା ଘର ଲିପିବା ସବୁ କାମ ଧାନ କୁଟିବା ଯାହା କାମ କରୁଥିଲେ ମଧ୍ୟ ଗଦଗଦ ପ୍ରେମ ଗଦଗଦ କଣ୍ଠରେ ତାକୁ ଲୋ ହୋଇଯାଉଥିବ ପ୍ରେମ ଗଦଗଦ କଣ୍ଠରେ ପ୍ରଭୁଙ୍କର ଗୁଣଗାନ କରୁଛନ୍ତି ଗୀତ ଆକାରରେ ଏବଂ ଭଗବାନଙ୍କର ଚରଣାରବିନ୍ଦରେ ମନ ନିବେଶ କରି ବ୍ରଜାଙ୍ଗନ ଧନ୍ୟ ହୋଇଯାଇଛନ୍ତି ପ୍ରାତଃ ବ୍ରଜତ ଆବିଶତଶ୍ଚ ସାୟଂ ମୁହ୍ୟ ସମଂ କୋଣୟତୁବଶ୍ୟ ନିସଙ୍ଗ ବେଣୁ ନିର୍ଗମ୍ୟ ପୂର୍ଣ୍ଣମବଳାୟ ପତିଭୂରି ପୁଣ୍ୟାଙ୍ଗ ପଶ୍ୟନ୍ତି ସଂସ୍କୃତମୁଖಂ ସଦୟାବଲୋକଂ ବୋଲେ ପ୍ରାତଃ ବ୍ରଜତ ଆବିଶତଶ୍ଚ ସାୟଂ ସକାଳୁ ସକାଳୁ ବଳରାମ ଏବଂ ଗୋପାଳ ବାଳକମାନଙ୍କ ସହିତ ଗାଈ ନେଇ ସନ୍ଧ୍ୟା ସମୟରେ ଘରକୁ ଫେରନ୍ତି ଗୋଭି ସମମ୍ କୋଣୟତଃ ଏବଂ ଗାଈ ବଇଁଶୀ ବଜେଇ ବଜେଇକି ଯାଆନ୍ତି ସନ୍ଧ୍ୟା ସମୟରେ ଫେରିଲା ମଧ୍ୟ ବଇଁଶୀ ବଜେଇ ବଜେଇକି ଆସନ୍ତି କୋଣୟତସ୍ୟ ନିସମ୍ୟ ବେଣୁ ତେଣୁ ସେ ବଇଁଶୀ ଶବ୍ଦ ଶୁଣି ସନ୍ଧ୍ୟା ସମୟରେ କ'ଣ ହୁଏ ନିର୍ଗମ୍ୟ ତ୍ରୁବର୍ଣ୍ଣବ ବଳା ଗୋପାଙ୍ଗନା ମାନେ ଅତି ଶୀଘ୍ର ଘରୁ ଦୌଡ଼ିକି ପଳେଇ ଆସନ୍ତି ଆରେ କୃଷ୍ଣ ଆସିଲେ ରେ ଦିନ ଆଗ ବିରହ କାତର ବହୁତ ବିରହରେ ଭଗବାନ କୃଷ୍ଣଙ୍କୁ ନ ଦେଖିକିରି ବିରହରେ ତାଙ୍କର ଚିତ୍ତ ଉତ୍କଣ୍ଠିତ ହେଇକି ଥାଏ ଏବଂ ବୈଶୀ ଶବ୍ଦ ଶୁଣିବା ମାତ୍ରେ
ଦୌଡ଼ନ୍ତି ଘରୁ ଚୂର୍ଣ୍ଣମ୍ ଚୂର୍ଣ୍ଣମ୍ ମାନେ ଅତି ଶୀଘ୍ର ଅବଳାହା ଅତି ଭୂରି ପୁଣ୍ୟା ସେ ଆସିକି ତାଙ୍କୁ ସବୁ ବାହାରି ଆସନ୍ତି ଏବଂ ପଶ୍ୟନ୍ତି ସଂସ୍କୃତ ମୁଖକୁ ସଦୟା ଅବଲୋକନ ପ୍ରଭୁଙ୍କର ଏ ସଂସ୍କୃତ ହାସ ମୁଖ ଏବଂ ଦୟା ଚାହିଁରେ ଦୟା ଥାଏ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦୟା ଭାବ ପ୍ରସ୍ଫୁଟ ଦୟା ଭାବ ବିକଶିତ ହେଉଥାଏ ଶ୍ରୀତ ହାସ ଏ ପ୍ରକାର ଏବଂ ଦୟା ଭାବଯୁକ୍ତ ଚାହାଣୀ ଏଗୁଡ଼ାକ ଦେଖି ଯେ ଉପାକରଣ ସତେ ପୁଣ୍ୟାତ୍ମା ଏଗୁଡ଼ା ସଦାବେଳେ ସେ ଦେଖୁଛନ୍ତି ଏ ପ୍ରକାର ଅବସ୍ଥା। एवं प्रभासमानासु स्त्रीषु योगेश्वरो हरि शत्रु हन्तुं मनश्चक्रे भगवान भरतर सभा हे भरतर सभा भरत वंशर सर्वश्रेष्ठ भूषण माने परीक्षित यही प्रकार प्रभासमानासु स्त्रीषु स्त्री मान मथुरावासी स्त्री मान कथोपकथन होता अवस्था जोगेश्वर भगवान श्रीकृष्ण सन्तु हंत शत्रु को मारे मन चक्रे मन मन चिंता कर खेल मारदा भगवान भरत भरत वंश श्रेष्ठ परीक्षित शुभ कौन कले सभय स्त्रीग्रह श्रुवा पुत्र स्नेह सुतातुरौ पितरौ अन्नतप्येता पुत्रो अबुधौ बलम सभया स्त्रीग्रह श्रुवा ये प्रकार ब्रज मथुरा स्त्री मान कथोपकथन शुणी बाप माँ ये दी हल अच्छा गोटे नंद यशोदा गोटे वसुदेव देवकी ये माने पुत्र स्नेह सुचातुरौ ये पुत्र सुखरे सेठार अल्प दूर देवकी वसुदेव बसी तेणु से खाई सब शुणी पारे देवकी वसुदेव कहा ठीक है देवकी वसुदेव बर्तमान ये जो मथुरावासी नारी मान कथा देवकी वसुदेव दुहे शुणी पितर अन्नतप्येता अत्यंत अंतापग्रस्त हेले एवं पुत्र अबुधौ बलम कहीं दी पुओर बल केते से ज्ञान नला जदि जानी था सब बड़ा कहीं किसी करें ना दुख कर किसी नाला कि से जेहतु पिला दुईर बल जानी ना केवे देखी ना जानी ना तेणु सी अत्यंत दुखित है तयि तयि निजुद्ध विधि विविधि अच्युते तरु जुदुधाते तथा न्यून्यम तथैव बड़ मुष्टिकौ तयि तयि निजुद्ध विधि भगवान श्रीकृष्ण प्रतिद्वंदी चाणुर उभय लड़े विभिन्न कौशल प्रयोग करी जेपरी लड़ुते बलराम गोष्ठी मध्य से लड़ुते तयि तयि निजुद्ध विधि युद्ध विधि विधान अनुसार होता मल्लयुद्ध जो विधि हवा कथा से विधि की आश्रय कर मल्लयुद्ध जानता भगवान कृष्ण चाणुर सहित युद्ध करते बलराम मुष्टिक सहित युद्ध करते युद्धटा शास्त्रोक्त विधि विधान अनुसार होता भगवत गात्र
निष्पाति व्रज निष्पेष निष्ठुरी चाणुर भज्यमान मुहु ग्लानिमवापह गात्र निष्पाति भगवान शरीर सहित आघात पाई छाती छाती ठीक बाटे हाथ धरिकी घड़ाघड़ी हेले ये प्रकार अंग संपर्क पाई सेटा ये समग्र पृथ्वीटा जहाँ ओजन अच्छी पाखे से ओजन अच्छी ना भर पृथ्वी अच्छी तेणु सी चाणुटा के मात्र प्रभुंकर केतले युद्ध भर तापर मडे अधावरा गोड़ हाथ भांगी असुविधा कौन अच्छे निष्पीति ब्रज वज्र निष्पेष निष्ठुर आ प्रभुंकर तो वज्रांग सब अंग वज्र भाया दृढ़ तुलसी शरीर आघात पाई चाणुर कौन कला चाणुर भज्यमान आंधु हाड़ गोड़ सब भांगला भांगी मुहु ग्लानि अति भयंकर कष्ट हो गला गोड़र हाड़ भांग उठी ठिया कौन युद्ध कर ये प्रकार अवस्था तर सृष्टि है तेणु सह सेनवेग उत्पत्य मुष्टिकृत्य पर उभौ भगवंत वासुदेव क्रुद्धो वक्षस्य अबाधत सह सेन मेघ संसार पक्षीटा क्षिप्र उड़ी पलाए सेमती चाणुर प्रभु को खप किंडेला सिंह जमी खप किंडे आक्रमण करे उदपत्य मुष्टिकृत्य कर उभौ दी हाथ जोड़ी मुठा करी क्षिप्रवती प्लब अरे डेईमा खा डे हाथ दी हाथ उठा कर चाणुर कौन चाणुर कौन कला भगवंत वासुदेव क्रुद्ध वक्षस्य पक्ष छाती दी गोटे माइला दी हाथ मुठा कर नाचक तत्प्रहारेण नाचल तत्प्रहारेण माला हत युवद्वीप बाहु निगृह्य चाणुरम बहुषु भ्रामयत हरि पिटिला कौन से मारुटा न अचलत तत्प्रहारेण चाणुर जदिव पिटिला से प्रहार पाई प्रभु अविचलित अवस्था रहिले कि कहीं मदमत्त हाथी की फुलमाला धरिकी पिटिले जहाँ या चपड़ा ठीक प्रभु से प्रकार लगला कौन सी शारीरिक बाधा सृष्टि है ना बहु निगृह चाणुरम बाहु बाहो निगृह चाणुरम बहुश भ्रामय हरि बर्तमान प्रभु तो छाती दी हाथ जोड़ी प्रहार कला प्रभु से टिके विचल फुलवाड़े हाथी पिटिला से प्रकार प्रभु लगला बाहु निगृह चाणुरम हाथ दुटा धरी पकड़े प्रभु एवं धरिक कौन कले बहुश भ्रामयन हरि हाथ धरदे बुले बुले प्रभु कौन कले भूपृष्ठे उद्धयामास तरसा क्षीण जीवित विश्वस्ता कल्प केश स्रग स्रग
ଇନ୍ଦ୍ରଧ୍ୱଜ ଇବାବତତ୍। ଇନ୍ଦ୍ରଧ୍ୱଜ ଭଗବାନ ତାର ଦୁଇ ହାତ ଧରି ପକେଇଲେ ତାକୁ ଟେକି ଶୂନ୍ୟରେ ଘୁରେଇ ଘୁରେଇ ପଚାରିଲେ, ତାଙ୍କୁ ଟେକି ଭୂପୃଷ୍ଠେ ପଥୟାମାସ ତରସା ଘିରିକି ବୁଲେଇ ଦେଇକି ଛାଡ଼ିଦେଲେ। ସେ ଭୂମିରେ ପଡ଼ିକି ମରିଗଲା। ବିଶ୍ୱସ୍ତା କଳ୍ପ କେଶ ସ୍ରଗ ସବୁ ଫୁଲମାଳ ହେଇଥିଲା, ସବୁ ଚିରୁମି ନେଇକି ଆଡ଼୍ଜରେ ପଡ଼ିଲା। ମଥାର କେଶ ଫିଟିଗଲା, ଗଳାର ମାଳା ଛିଣ୍ଡିକି ତଳେ ପଡ଼ିଗଲା। ସେ ଇନ୍ଦ୍ରଧ୍ୱଜ ଇନ୍ଦ୍ରଧ୍ୱଜ ଇବାବତତ୍। ପୋତା ଯାଇଥିବା ପୂଜା, ଇନ୍ଦ୍ର ପୂଜା ସମୟରେ ପୋତା ଯାଇଥିବା ପତାକା ପରି ପଚାରି ହେଇକି ପଡ଼ିଲା। ଇନ୍ଦ୍ର ପୂଜା ସମୟରେ ପତାକା ପୋତା ଆସି ସେ ପତାକା ପଡ଼ିଲା ଭଳିଆ ପଡ଼ିଲା ଡୁବିକି। ତଥୈବ ମୁଷ୍ଟିକଃ ପୂର୍ବଂ ସ୍ୱମୁଷ୍ଟ୍ୟା ଅଭିହତେନ ହୋଇ। ସେମିତି ମୁଷ୍ଟିକ ମଧ୍ୟ ମୁଠା କରିକି ବଳରାମଙ୍କ ହାତ କଥା ବଳଭଦ୍ରେଣ ବଳିନା ତଳେନା ବିହତୁ ଭୃଜଂ। ବଳବାନ ବଳଭଦ୍ର ମଧ୍ୟ ତାକୁ ତଳେ ପକେଇକି ଭୀଷଣ ପିଟିଲେ। ପ୍ରବେପିତଃ ସ ରୁଧିର ଉଦ୍ବମନ ମୁଖତୁ ଅର୍ଦ୍ଧିତ। ବକ୍ଷସ୍ଥଳକୁ ଉଠିବା ଫଳରେ ପ୍ରବିପ୍ତ ସହ ରୁଧିର ଉଦ୍ଗମନ। ବଳରାମ ପିଟିବା ଫଳରେ ସେ କମ୍ପିଲା, ତା ଦେହ ଥରହର ହେଲା, ଥରିଲା ଏବଂ ସେ ରକ୍ତବାନ୍ତି କରିକିରି ମୁଖରୁ ରକ୍ତବାନ୍ତି କରିଗଲା। ବ୍ୟସୁ ପପାତୁରେ ବ୍ୟପୟେ ପଥେ ପପାତୁର ବି ଉପସ୍ତେ ବାତାହତ ଇବାୟୁ ଘ୍ରିପ। ପ୍ରଚଣ୍ଡ ପବନରେ ପବନର ଆଘାତରେ ଅଗ୍ରିପ ମାନେ ପାଦରେ ପିଉଛି, ମାନେ ଗଛ ପ୍ରବଳ ପବନରେ ଗଛ ଉଡ଼ିଗଲା ଭଳିଆ ୟାର ଜୀବନ ଚାଲିଲା, ଧୂକିରି ପଡ଼ିଲା। ତତଃ କୂଟମ୍ ଅନୁପ୍ରାବୃତମ୍ ରାମଃ ପ୍ରହରତାନ୍ ବରଃ ଅବସ୍ଥିତି ଲିଳୁୟା ରାଜନ୍ ସଭୁଜମ୍ ବାମୁଷ୍ଟିନା। ତାପରେ ଆଉ ଗୋଟେ ପଳାଇ ଆସିଲା କୂଟ ନାମ ଝିଅ ମଲ, ତାକୁ ରାମ ପ୍ରହରତାନ୍ ବରଃ ପିଟିବା ବିଷୟରେ ଲକ୍ଷ୍ୟ ରାମ କଣ କଲେ? ଅବସତ ଲୀଳୟା ରାଜନ୍ ସାଭୋଗ୍ୟମ୍। ଗୋଟେ ବାଁ ହାତରେ ବେଖାତିରି ଭାବରେ ବାଁ ହାତରେ ଗୋଟେ ମୁଠ ମାରିଲେ ସେଇ କାଶରେ ପଡ଼ିଲା ମଲା। ତରିହି ଏବ ହି ସଲହ କୂଟ ଗଲେ ସଲ ଆସିଲେ। ସହ କୃଷ୍ଣ ପଦାପହତ ଶୀର୍ଷକ। ତରିହି ବହି ସଲହ କୃଷ୍ଣ ପଦାପହତ ଶୀର୍ଷକ। ଭଗବାନଙ୍କର ପାଦ ପ୍ରହାରରେ ଷୋଳ ନାମକ ମଲ୍ଲର ମୁଣ୍ଡ ଗଣ୍ଡି ଦୁଇ ଖଣ୍ଡ ହେଇଗଲା।
ଭଗବାନ କୃଷ୍ଣଙ୍କର ପାଦ ଆଘାତରେ ସଲ ଯେଉଁ ଆସି ସଲ ଆସି ଯୁଦ୍ଧ କଲା ତାହେଲେ ଦ୍ୱିଧା ବିଦୀର୍ଣ୍ଣ ତୁ ସଳକ ଉଭୟପି ବିପେଦତୁ। ତୁଷଳ ନାମକ ମଲ୍ଲକୁ କୁଟା ଝିଲ୍ଲା କରି ଦୁଇ ଭାଗ ଛିଦେଲେ। ତାପରେ ଭଗବାନ ବିପେଦତୁ ବିଭିନ୍ନ ତୁ ସଳକ ଦ୍ୱିଧା ବିଦୀର୍ଣ୍ଣ ତୁଷଳଟା ସେଠୁ ହେଲା ତାକୁ ଚିରିକି ଦୁଇ ଫାଳ କରିଦେଲେ। ଚାଡ଼ୁରେ ମୁଷ୍ଟିକେ କୁଟେ ସଲେ ତୋଷଳକେ ହତେ ଚାଣୁର ମୁଷ୍ଟିକ କୁଟ ତିନି ସଲ ତୁଷଳ ये 5 राक्षस मरी जाते मल्ल गुड़ाक शेषा प्रदुद्रुह मल्ला आसी मल्ला लोक थे ये मरवा कहीं दौड़े सब छाड़िए मल्ला मल्ला लोक मल्ला मल्ल युद्ध करने अवशिष्ट रही आग मुख्य मुख्य मल्ल मान युद्ध कले से मरीगला दुर्बलिया मल्ल गुड़ाक कौन करेंगे से कहले प्राण बलि दवा अपेक्षा दौड़ी पड़ाइवा चल सर्वे प्राण परिचय सब प्राण रक्षा उद्देश्य जीवन विकल दौड़े गोपाल वयस्यान आकृष्य गोपाल वयस्यान आकृष्य तैः संसृज्य विजहतु वाद्यमानेषु तुर्येषु बर्गन्तौ तनुग्रौ गोपाल वयस्याना पश्य वयस्याना गोपाल वयस्याना कृष्य निजर महेश सांग गोपाल मान आनी तैः संयुज्य विजयतु कंसर बलवान विनाश हो कृष्ण बलराम निजर समवयस्क जय जगन्नाथ समवयस्क साथी पिला टाणी आनी से सहित कुस्ती खेल आरम्भ कर समस्ते मरीगले मरीजा जी बाकी थे दौड़ी चलने तेणु आई मल युद्ध हम कौन तेणु कृष्ण बलराम कले कौन गोपाल वयस्यान निजर समवयस सखा मान टाणी आनले आनिकी वाद्यमानेषु तुर्येषु पुरी बाजला वीरवाद्य बाजला एमाने मिशी मिशिका मल युद्ध कले खेला भाया नाटक छटा बलगंतौ नुपुर आदि नुपुर लगी झुण होगी तान देकरी आउटे चलला मिशी मिशिका युद्ध तापर जना प्रजोहृतु सर्वे कर्मणा रामकृष्णयोते कंसम विप्रमुख्या साधव साधु साधुटी सब लोक मैंने बलराम कृष्ण बलराम क्रीड़ा रस देखिकी समस्ते खुशी है कंस बिना समस्ते खुशी है कंस खुशी हो खुशी गोटे जम जम आसीगला कहार भय होनी से खुशी क्या आसो करता तेणु कंस व्यतीत आ समस्ते खुशी है विप्रमुख्या ब्राह्मण माने साधु माने साधु साधु करके प्रशंसा भी कले कृष्ण बलराम हतेषु मल्लवर्ज्येषु विद्युतेषु च भोजरा न्यवारयत सुतुर्याणी वाक्य चेदमुवाच कौन है चाउर मुष्टिक सल तोषल इवाक बड़ बड़ योद्धा ये सब मरीजा
ବାକି ଯେଉଁ ଲୁଗୁଡ଼ିଆ ମଲ ଥିଲେ ପଛୁଆ ବର୍ଗ ଛୁଆ ବିକଳିଆ ହେଇକି ଜୀବନ ଟିକେ ଦୌଡ଼ିକି ପଳେଇଲେ। ଏଇଠି ଭଲ ମଲ ଆମେ ଏଠି ମରିବାକୁ ଆଉ ପାଠ କିଛି ନାହିଁ। ତେଣୁ ଏଗୁଡ଼ାକ ଯିଏ ଅତି ବଳବାନ ସିଏ ତ ମଲେନି, ଆମେ କ'ଣ ଏଠି କରିବା? ତେଣୁ ସବୁ ଦୌଡ଼ିକି ପଳେଇଲେ। ଏ ପ୍ରକାର ହେଇଯାନ୍ତେ କଂସ ଦେଖିଲା ଯେ ଆଉ କହିବି କ'ଣ, ୟା ତ ବାଧ୍ୟରେ ମାରିବା କଥା। ଏଇ ତ ଯିଏ ଚାଳୁଆ ଦୁଧା ମଲେନି, ଆଉ ଗୁଡ଼ାକ ଦୌଡ଼ିକି ପଳେଇଲେ। ତେଣୁ କ'ଣ କଲା, ଏ ବନ୍ଦ କର ଇଏ ବାଦ୍ୟ ଯୁଦ୍ଧ ବାଦ୍ୟ ବନ୍ଦ କରା ବାଜିବା ଦରକାର ନାହିଁ। କିଏ ଯୁଦ୍ଧ କରୁଛି ତେବେ ବାଦ୍ୟ ବଳୁଛୁ, ଆମର ମନ ତ ସବୁ ମଲେନି, ଆଉ ଯୁଦ୍ଧ କ'ଣ ହବ? ତେଣୁ ତୂର୍ଯ୍ୟାଣୀ ସବୁ ବନ୍ଦ କରିକିରି ବାକ୍ୟ ଛେଦ କହିଲା, କହିବାକୁ ଆରମ୍ଭ କଲା। କ'ଣ କହିଲା ନା, ନିଃସାର ଦୁର୍ବୃତ୍ତ ବସୁଦେବାତ୍ମଜୌ ପୁରାଣାତ୍ ଧନଂ ହରତ ଗୋପାନାଂ ନନ୍ଦମ ବଧୃତ ଦୁର୍ମତିନି। କହିଲେ ନିଃସାରୟତ ଦୁର୍ବୃତ୍ତ, ଏଇଟା ଦୁର୍ବୃତ୍ତ ଦୁରାଚାର ଏଇ ବସୁଦେବାତ୍ମଜୌ ବସୁଦେବଙ୍କର ପୁଅ ଏ ରାମ ବଳରାମ ଏବଂ ଶ୍ରୀକୃଷ୍ଣ ଏଇ ଜଣଙ୍କୁ ପୁରାତ ମୋ ନଗରୀରୁ ବାହାରକୁ ତଳିଦିଅ। ଧନଂ ହରତ ଗୋପାନାଂ, ଗୋପାଳ ମାନେ ଧନ ସମ୍ପତ୍ତି କି କ'ଣ ହାର ଲଗେଇଛି ଛିଣ୍ଡେଇ ଭିଡ଼ିକି ନେଇଯାଉ। ଆଉ ନନ୍ଦମ ବଧୃତ ଦୁର୍ମତି, ନନ୍ଦ ହେଉଛି ସବୁଠୁ ଦୁର୍ବୁଦ୍ଧି, କାରଣ ମୋ ଶତ୍ରୁ ଟିକେ ଫାଳି ପୋଷିକି ରଖିଥିଲା, ଏଇଟା ହାଡ଼ି ପକା ବାଧ୍ୟ ଆଉ ବିଳମ୍ବ କରିବି। ପୁଣି ବସୁଦେବସ୍ତୁ ଦୁର୍ମେଧା, ବସୁଦେବ ମଧ୍ୟ ଖରାପ ବୁଦ୍ଧି ସମ୍ପନ୍ନ, କାହିଁକି ମୋତେ ମାରିବାକୁ କୌଶଳ କରିଛି। ଇଏ ଗଲେ କେମିତି ତାହାକୁ, ବସୁଦେବ ଯଦି ନ ନେଇଛି ବଧିଶାଳକୁ, ଇଏ କେମିତି ଗଲେ ନା ନନ୍ଦ ହରେଇକି ଗଳିଲେ। ତେଣୁ ଇଏ ମଧ୍ୟ ଦୁର୍ବୁଦ୍ଧି, ତାକୁ ବି ମାର। ହନ୍ୟତାଇ ଆଶୁ ଅସତ୍ତମ, ଇଏ ସଜ୍ଜନ ନୁହଁ, ବସୁଦେବ ମଧ୍ୟ ଅସତ୍ତମ ଏବଂ ଦୁର୍ବୁଦ୍ଧି, ତାକୁ ବି ମାର। ଉଗ୍ରସେନ ପିତା ଚାପି ସାନୁଗ ମୋ ପରପକ୍ଷବ, ଉଗ୍ରସେନଟା ମଧ୍ୟ ଯଦିଓ ମୋର ପିତା, ତା ଅନୁଚର ସହିତ ତାକୁ ବି ମାର, କାହିଁକି ନା ସେଇଟା ପରପକ୍ଷବ, ଇଏ ମୋ ଶତ୍ରୁ ସପକ୍ଷରେ ଅଛି, ମୋର ବିନାଶ ଚିନ୍ତା କରୁଛି, ମୋ ପିତା ହେଇଥିଲା ବୋଧେ। ତାହେଲେ ଉଗ୍ରସେନକୁ ମାର, ନନ୍ଦଙ୍କୁ ମାର, ଦେବକୀ ବସୁଦେବଙ୍କୁ ମାର, ହଉଛି ମାର ବୋଲି ଗୋଟେ ଆଜ୍ଞା ଦେଲା। ମାର କହିଲା ବେଳେ ସେଟା ରଜାଙ୍କ ପାଖରୁ ବାହାରି ତା ଆଦେଶ। କ'ଣ ହବ ସେଠି? ଏବଂ ବିକଥମାନେ ହୋଇ କଂସେପ୍ଟ ପ୍ରକୃତ ଅବ୍ୟୟ ଲଘିମନୁ ପୂର୍ବ ଉତ୍ପତ୍ତ୍ୟ ତରସା ମଞ୍ଚ ମୃତ୍ୟୁଙ୍ଗମାରୁହନ୍ ଏବଂ ବିକଥମାନେ ବହି କଂସେପ୍ଟ। ଏଇ ପ୍ରକାର କଂସ ପାଗଳର ପ୍ରଳାପ ଭଳିଆ ଦେଖିଲା ଆଉ ହବନି, ସବୁ ତ ହାତୀ ଦ୍ୱାରା ମରେଇଥାନ୍ତି, ସେ ମଲା। ମଲ୍ଲଙ୍କ ଦ୍ୱାରା ମରେଇଥାନ୍ତି, ସେଟା କ'ଣ ମଲେ? ଆଉ କାହା ଦ୍ୱାରା ମରିବି? ନିଜେ ମାରିବି, ନହେଲେ ମରିବି ତ ମରିବି, ଆଉ ମାରିବି କ'ଣ? ତେଣୁ ନିଜେ ବର୍ତ୍ତମାନ ମରିବା ସହ ମଧ୍ୟ ମୋର ଆସିଗଲା। ଏ କଥା ଚିନ୍ତା କରି ତାକୁ ମାର, ପିଟ, ସମସ୍ତେ ତାକୁ ବାହାର ଆମର ମଥୁରାରୁ ଏ ଦୁଇ ପିଲାକୁ ବାହାର କରିଦିଅ, ଆଉ ସମସ୍ତଙ୍କୁ ବାଡ଼ି ପିଟିକି ମାରିଦିଅ। ଏ ପ୍ରକାର କଥା ଶୁଣି ପ୍ରକୃତ ଭଗବାନ ଅବ୍ୟୟ, ମାନେ ଯାହାର ବ୍ୟୟ ନାହିଁ, ଯାହାର ପରିବର୍ତ୍ତନ ନାହିଁ, ନିର୍ଦ୍ଦିଷ୍ଟ ସ୍ଥିତିରେ ସଦାସର୍ବଦା ରହନ୍ତି, ସେ ଅବ୍ୟୟ ଭଗବାନ ପ୍ରଚଣ୍ଡ କୋପ କଲେ। ଲଘିମନୁ ପଚ୍ୟତରସା, ମଞ୍ଚାଟା ହେଇଛି ଟିକେ ଉଚ୍ଚରେ, ତାକୁ ଡେଇଁଲେ, ଡେଇଁକିରି ମଞ୍ଚାରେ ନେଇକି ପହଞ୍ଚିଲେ। ଜଗୃହେ ସୋ ଅଶିଚର୍ମଣା ମଞ୍ଚ ମୃତ୍ୟୁଙ୍ଗ ମାରୁଅଛି, ଅତି ଉଚ୍ଚ ହେଇଥିଲେ ମଧ୍ୟ ମଞ୍ଚ, ତା ଚଢ଼ିକି ଗଲେ। ତମ୍ ଖଡ଼୍ଗପାଣିମି ବିଚରନ୍ତମାଶୁ ସେଦଂ ଯଥାଗା ଦକ୍ଷିଣ ଶବ୍ଦ ମମ୍ବରେଙ୍ଗେ ସମଗ୍ରହିତ ଦୁର୍ବିଷୌଗ୍ରତୀନ ତେଜା ଯଥୋରଗಂ ତାର୍କ୍ଷ୍ୟସୁତ ପ୍ରଶୟ। ତାର୍କ୍ଷ୍ୟସୁତ, ତାର୍କ୍ଷ୍ୟ ଗରୁଡ଼ଙ୍କର ମା, ତାଙ୍କର ତାର୍କ୍ଷ୍ୟ ଗରୁଡ଼, ତାର୍କ୍ଷ୍ୟସୁତ ମାନେ ଗରୁଡ଼ ସାପକୁ, ତାର୍କ୍ଷ୍ୟସୁତ ଯଥା ଉରଗ, ଉରଗ ମାନେ ଉରକୁ ଆଶ୍ରୟ କରିକି ସେ ଚାଲିଲେ, ତେଣୁ ନା ଉରଗ
ଉର୍ବ ମାନେ ସର୍ପ, ଗରୁଡ଼ ସାପକୁ ସାପ ଭୟଙ୍କର ଏବଂ ଫୁ କରିଲେ ମୃତ୍ୟୁ ସୁନିଶ୍ଚିତ। ହେଲେ ଗରୁଡ଼ ତାର କ'ଣ ସାମର୍ଥ୍ୟ ଅଛି? ତେଣୁ ସାପ ଶକ୍ତିଶାଳୀ ହେଇଥିଲେ ମଧ୍ୟ ଗରୁଡ଼ ସାମ୍ନାରେ ସେ ଶକ୍ତିଶାଳୀ ନୁହଁ। କଂସ ଯେତେ ଶକ୍ତିଶାଳୀ ହେଇଥିଲେ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ସାମ୍ନାରେ ସିଏ ସାପ ଭଳିଆ, ଇଏ ଗରୁଡ଼ ଭଳିଆ। ତେଣୁ ଗରୁଡ଼ ସାପକୁ ଯେମିତି ଟୁକୁଡ଼ା ଟୁକୁଡ଼ା କରିଦିଅନ୍ତି, ସେମିତି ହଠାତ୍ କ'ଣ କଲେ ପ୍ରଭୁ? ତଂ ଖଡ଼ଗ ପାଣି ବିଚରନ୍ତ ନାଶୁ, ଖଣ୍ଡା ଧରିକିରି ଖାଲି ପରିଚାଳନା କରୁଛି ସେ ମଞ୍ଚ ଦେହରେ କ୍ରୋଧରେ କିଏ କଂସ ସେନ ଯଥା ଦକ୍ଷିଣ ସବ୍ୟମ୍ବରେ। ସେନ କ'ଣ କରେ? ତାର ଶିକାର ଗୋଟେ ଅଛି, ଅଭିଶାପ ଉଡ଼ୁଛି ଆଉ ଛଡ଼େଇକିରି। ସେନ କ'ଣ କରିବ? ସେ ଆକାଶ ମାର୍ଗରେ ବାଁ ଡାହାଣ ଏପଟ ବୁଲିକିରି, ଇଏ ତ କଂସଟା ବୁଲୁଛି ନା, ତେଣୁ ତାକୁ ଯାଇକି ପ୍ରଭୁ ଟିକେ ଏପଟ ବୁଲିଲେ, ବୁଲିକିରି ସେନ ମାନେ ଛଞ୍ଚାଳ ପକ୍ଷୀ ଶିକାରୀ ବାହାରି କ୍ଷିପ୍ରମନ୍ତ୍ରୀ ଦୌଡ଼େ ଧାପିଦେବ। ତେଣୁ ସମଗ୍ର ହେଇଛି ଦୁର୍ବିସହୁଗ୍ର ତେଜା। କଂସ ଖଣ୍ଡା ଧରିକି ବୁଲୁଥିଲା, ଚୋଟ ମାରିବାର ସୁଯୋଗ ଖୋଜୁଥିବା ବେଳେ ଭଗବାନ ପ୍ରଚଣ୍ଡ ବେଗରେ ମାଡ଼ି ଯାଇ ସାପକୁ ଗରୁଡ଼ ଧରିଲା ଭଳିଆ ତାକୁ ବଳପୂର୍ବକ ଧରି ପକେଇଲେ। ଇଏ ଖଣ୍ଡା ଧରିକିରି ଛୋଟ ହେଉଛି, ଛୋଟ ପକେଇଦେବ। ପ୍ରଭୁଙ୍କର କ'ଣ ଭୃକ୍ଷେପ ଅଛି? ଇଏ ସିଧା କଞ୍ଚା ଚଳିଲେ, ଗରୁଡ଼ ସାପକୁ ଖୁବ୍ କପ୍ କିନି ଧରିଲା ଭଳିଆ ଇଏ ଖଣ୍ଡା ଧରିକିରି ବୁଲଉଥିଲେ ମଧ୍ୟ ପ୍ରଭୁ ନିର୍ଭୟରେ ତା ପାଖକୁ ଯାଇକିରି ଖପ୍ କିନି ଧରି ପକେଇଲେ। ଧରିକି କ'ଣ କଲେ? ପ୍ରଗୃହ୍ୟ କେଶେଷୁ ଚଳତ୍ କିରୀଟଂ ନିପାତ୍ୟ ରଙ୍ଗୋପରି ତୁଙ୍ଗମଞ୍ଚାଙ୍ଗତ ତସ୍ୟୋପରିଷ୍ଟାତ୍ ସ୍ୱୟମବ୍ଜନାଭ ଅପାତ ବିଶ୍ୱାଶ୍ରୟ ଆତ୍ମତନ୍ତ୍ର। କି ବିଶେଷ ଦିଆହେଲା? ପ୍ରଭୁ ହେଲେ ବିଶ୍ୱର ଆଶ୍ରୟ, ସମଗ୍ର ବିଶ୍ୱ ଯାହା ପାଖରେ ଯାହାର ଆଶ୍ରୟ ଅଛି ସେ ବିଶ୍ୱାଶ୍ରୟ। ଆଉ ଆତ୍ମତନ୍ତ୍ର ସ୍ୱତନ୍ତ୍ର, ଯେ ସ୍ୱାଧୀନ ସ୍ୱତନ୍ତ୍ର। এই প্রকার প্রভু কাহা উপরে নির্ভর করতেনি, আনন্দ পাইবি কাহা মাধ্যমে সুখ তার পাখে নাই। সে স্বাধীন স্বতন্ত্র এবং সমগ্র বিশ্ব যার আশ্রୟରେ ଅଛି, সেই ভগবান କ'ଣ କଲେ? ପ୍ରଗୃହ୍ୟ କେଶେଷୁ ଚଳତ୍ କିରୀଟଂ। କଂସର ମୁଣ୍ଡରୁ ମୁକୁଟ ଖସି ପଡ଼ିଲା, ଚୁଟିକି ଧରି ନହେଲେ କେମିତି? ସେ ବୁଲିବା ଭିତରେ ପ୍ରଭୁ ଯାଇକି ଧରିଲା, ଆସିକି ମୁଣ୍ଡରୁ ମୁକୁଟ ଖସି ପଡ଼ିଲା। ତା ଚୁଟିକି ଧରି ପକାଇଲେ ନିପାତ୍ୟ ରଙ୍ଗୋପରି ତୁଙ୍ଗ ମଞ୍ଚାଗତ। ଅଛି ତୁଙ୍ଗ ମଞ୍ଚ। ସେ ମରି ସାରିଲାଣି ଯେତେବେଳେ ପ୍ରଭୁକୁ ଦେଖିକିରି ଖଣ୍ଡା ଧରିକି ସିନା କେମିତି ଚଳଚଳ ହେଉଛି, ମରି ସାରିଲାଣି। ମୁଣ୍ଡରୁ ତା ରାଜମୁକୁଟ ଖସି ପଡ଼ିଲା ଏବଂ ଚୁଟିକି ଧରିକିରି ରଙ୍ଗ ସେ ଯେଉଁ ମଞ୍ଚା ତିଆରି ରଜା ବସିବେ ତ ବେଶୀ ଟିକେ ଉଚ୍ଚ ହେଇଥିଲା, ସେ ଉଚ୍ଚ ମଞ୍ଚରୁ ପକାଇଲେ ତସ୍ୟୋପରିଷ୍ଟାତ୍। ଏମିତି ବାଗରେ ପକେଇଲେ ଚାଲୁ ଯେ ସେ ଯେମିତି ତଳେ ଦୌଡ଼ିକିରି ପଡ଼ିବ, ପ୍ରଭୁ ତା ଉପରେ ଥିବେ। ଏ ପ୍ରକାର କରିକିରି ପକେଇଦେଲେ ସ୍ୱୟଂ ଅବ୍ଜନାଭ ତସ୍ୟ ଉପରି ଉପରିଷ୍ଟାତ୍ ଅବ୍ଜନାଭ। ତା ଉପରେ ପଦ୍ମନାଭ ଭଗବାନ କୃଷ୍ଣ, କଂସ ତଳେ, ତା ଉପରେ ଭଗବାନ ପଡ଼ିଲେ। ଅପାତ କି ବିଶ୍ୱାଶ୍ରୟ ଏବଂ ଆତ୍ମତନ୍ତ୍ର, ସ୍ୱାଧୀନ ସ୍ୱତନ୍ତ୍ର ଏବଂ ସମଗ୍ର ବିଶ୍ୱ ଯାହାର ଆଶ୍ରୟ, ଏ ପ୍ରକାର ଭଗବାନ ତା ଉପରେ ପଡ଼ିଲେ। ତଂ ସମ୍ପରିତ ବିଚକର୍ଷ ଭୂମୌ। ଜୀବନ ନାହିଁ ତାର, ତଥାପି ପ୍ରଭୁଙ୍କର ରାଗ ତାକୁ ଚୁଟି ଧରିଛନ୍ତି ତ, ଚୁଟି ଧରିକି ଗୋତାରେ ପକେଇଲେ, ଗୋଇରେ ଭିଡ଼ି ପକେଇଲେ। ହରି ଯଥେ ଯଥେଭଂ ଜଗତୁ ବିପଶ୍ୟତଃ। ହାହେତି ଶବ୍ଦ ସୁମହାନ ତଦାଦୁ ଉଦ୍ଦୀରିତଃ ସର୍ବଜନୈଃ ନରେନ୍ଦ୍ର। ସେତେବେଳକୁ କଂସର ପ୍ରାଣବାୟୁ ଉଡ଼ି ଯାଇଥିଲା। ସମସ୍ତେ ଚାହିଁଥିବା ଅବସ୍ଥାରେ ହାତୀକୁ ସିଂହ ଗୋସାରିଲା ପରି କୃଷ୍ଣ କଂସର ମୃତଦେହକୁ ଭିଡ଼ିଲେ। ପୃଥିବୀ ସେ ପଡ଼ିଲା ପରେ ଭିଡ଼ି ପକେଇଲେ।
ଘଟଣା ଦେଖି ଲୋକେ ଉଚ୍ଚ ସ୍ୱରରେ ହାୟ ହାୟ କଲେ। ଓହୋ କଂସ ମଲା, ଦୁଃଖ କରିବାର ନାହିଁ। ଦୁର୍ଜନ ଥିଲା, ତେବେ ମଧ୍ୟ ଗୋଟେ ମତଗଲା କିଏ କେମିତି ହାହାକାର ବି କଲେ। ହାହେତି ଶବ୍ଦ ଶୋଭାନ୍ତ ଲାହୁ ଉଦୀରିତ ସର୍ବଦଳୀ ସମସ୍ତ ଦେଖଣାହାରୀ ହାହାକାର କଲେ। ମରିକି ପଡ଼ିଲା। ସ ନିତ୍ୟ ନିତ୍ୟ ଦୁୋଦ୍ବିଗ୍ନ ଧ୍ୟା ତମୀଶ୍ୱରମ ପିପନ ବଦନ ବାଗା ବିଚରଣ ସ୍ୱପନ ଶୋଷଣ ଦଦର୍ଶ ଚକ୍ରାୟୁଧମଗ୍ରତୋ ଜହ ତଦେବ ରୂପମ ଦୁରବାପମାପଗ। ହେଲା କ'ଣ ସେସବୁ? କଂସ ଭଗବାନଙ୍କୁ ପାଇଗଲା ନା, ଇଏ କେମିତି ହେଲା? ଶତ୍ରୁ ଥିଲା ଏବଂ ତା ଶତ୍ରୁ ଥିଲେ କ'ଣ ହେବ? ଶତ୍ରୁ ଭାବରେ ସଦାବେଳେ ସେ କୃଷ୍ଣଙ୍କ ରୂପ ଚିହ୍ନ କରୁଥିଲା, ଇଏ ମୋର ଶତ୍ରୁ, ଏଇଠି କୃଷ୍ଣ ଆସିକି ହାଣିଲେ, এই ପ୍ରକାର ଦେଖୁଥିଲା। ସ ନିତ୍ୟ ନିତ୍ୟ ଦୁୋଦ୍ବିଗ୍ନ ଉଦ୍ବିଗ୍ନ ଧ୍ୟା ତମୀଶ୍ୱର। ଓ ଉଦ୍ବିଗ୍ନ ଚିତ୍ତରେ କଂସ ଚିତ୍ତ ସଦାବେଳେ ଉଦ୍ବିଗ୍ନ ରହୁଥିଲା ଯେ କୃଷ୍ଣ ହିଁ ମୋତେ ମାରିବେ, କାରଣ ଆକାଶବାଣୀ ହେଇଛି, ଇଏ କେବେ ଭୁଲ ହେବନି। ଏ ପ୍ରକାର ଚିନ୍ତନ କରି ଉଦ୍ବିଗ୍ନ ତାର ବୁଦ୍ଧି ସଦାବେଳେ ଥିଲା। ତମୀଶ୍ୱରମ, ତେଣୁ ସେ ସଦା ସର୍ବଦା ପ୍ରଭୁଙ୍କ ରୂପ ଚିନ୍ତନ ରହୁଥିଲା। ଖାଇଲା, ପିଇଲା, ବସିଲା, ବଦନ କଥା କହିଲା ବେଳେ, ବୁଲିଲା ବେଳେ, ସ୍ୱପନ ଶୋଇଲା ବେଳେ, ସବୁ ସମୟରେ ସେ ଭଗବାନଙ୍କୁ ଦେଖୁଥିଲା। କେବଳ ଶତ୍ରୁ ଭାବରେ, ଶତ୍ରୁ ହେଇଥିଲେ ମଧ୍ୟ ବହୁତ ସ୍ୱରୂପ ସେ ଦେଖୁଥିଲା। ଏମିତି ତ କୃଷ୍ଣ ରୂପ ହେ ଆସିଲେ, ଖାଇଲାରେ, ମାଇଲାରେ, ପିଟିଲାରେ, ଖାଇବା, ପିଇବା, ବସିବା, କଥା କହିବା, ଶୋଇବା, ସବୁ ସମୟରେ କୃଷ୍ଣଙ୍କୁ ଦେଖୁଥିଲା। କୃଷ୍ଣଙ୍କୁ ତାର ଭୟ ଥିଲା, ତେଣୁ ସେ କୃଷ୍ଣଙ୍କୁ ଦେଖୁଥିଲା। ଦଦର୍ଶ ଚକ୍ରାୟୁଧମଗ୍ରତ ଜହ, ସଦାବେଳେ ପ୍ରଭୁ ଚକ୍ର ଧରିକି ତା ସାମ୍ନାରେ ଅଛନ୍ତି, এই ପ୍ରକାର ଦେଖୁଥିଲା। ତେଣୁ ସାଙ୍ଗେ ସାଙ୍ଗେ ସେ ମୁକ୍ତି ଲାଭ କଲା। ତସ୍ୟାନୁବାହ ତସ୍ୟ ଅନୁଜାଃ ଭ୍ରାତରୋଷ୍ଟౌ କଙ୍କ ନ୍ୟଗ୍ରୋଧ କାଦୟଃ ଅଭ୍ୟଧାବତେ ଅଭିକ୍ରୁଦ୍ଧାଃ ଭ୍ରାତୁଃ ନିର୍ବେଶକାରିଣଃ। ତସ୍ୟ ଅନୁଜାଃ ଭ୍ରାତର, କଂସମାନେ ବଡ଼ ବଡ଼, ତାର ଯେଉଁ ଅନୁଜମାନେ ପଛରେ ଜନ୍ମ ହୋଇଛନ୍ତି, ଅନୁମାନେ ପଛରେ ଜନ୍ମ ହୋଇଛନ୍ତି ସାନ ଭାଇ ଗୁଡ଼ାକ, କଙ୍କ ନ୍ୟଗ୍ରୋଧ ଆଦି 8ଟା ଭାଇ। ସେ 8 ଭାଇ କ'ଣ କଲେ? ଅଭ୍ୟଭାବତ ଅଭିକ୍ରୋଦ୍ଧା, କଂସକୁ ମାରିଦେବା ପରେ ସେମାନେ କ୍ରୋଧରେ 8 ଭାଇ ଯାକ ଦୌଡ଼ିଲେ। ଭ୍ରାତୁଃ ନିର୍ଦ୍ଦେଶକାରିଣଃ, ଯେଉଁମାନେ ଭାଇ କଂସର ଆଦେଶକୁ ପାଳନ କରି କଂସ ପାଖରେ ରଖିଥିଲେ, ସେ 8 ଭାଇ ଯାକ ଦୌଡ଼ିଲେ। ତଥାପି ରହସାଂ ତାନ୍ତୁ ସଂଯତ୍ତାନ୍ ରୋହିଣୀ ସୁତଃ ଅହନେ ପରିହ ବୁଦ୍ଧ୍ୟମ୍ୟ ପଶୁନିବ ମୃଗାଧିପଃ। ମୃଗାଧିପ ମାନେ ମୃଗରାଜ ସିଂହ, ପଶୁ ଯେତେ ପଶୁ ଯାଆନ୍ତୁ କ'ଣ ସମସ୍ତଙ୍କୁ ମାରିକି ପଦା କରିଦେବାର ଅସୁବିଧା କିଛି ନାହିଁ। ମୃଗରାଜ ସିଂହ ଭଳିଆ, ସିଂହ ପଶୁକୁ ମାରିଲା ଭଳିଆ ଏକମାତ୍ର ବଳରାମଜୀ ତଥା ଅତି ରହସା ତାସ୍ତୁ କ୍ଷିପ୍ରଗତିରେ ଦୌଡ଼ି ସଂଯତ୍ତାନ୍ ତାନ୍ ଅହନ୍ ରୋହିଣୀ ସୁତର ବଳରାମ ସେ ସବୁ 8 ଭାଇକୁ ପିଟିକି ମାରିଦେଲେ। ଯେମିତି ମୃଗ ପଶୁରାଜ ସିଂହ ସମସ୍ତଙ୍କୁ ମାରିଦିଏ ପଶୁ ଗୁଡ଼ାକୁ, এই ପ୍ରକାର ହେଲା।
नेदुः दुन्दुभयः जमुनि ब्रह्मेशाद्याविभूतयः पुष्पैः विकिरन्तं प्रीताः सशंसुः नन्दन्तु स्त्रियः। स्वर्गरे देवता दुन्दुभिवाद्य बजेले ब्रह्मा ईश्वर शिवशंकर प्रभृति देवता मैंने पुष्पवृष्टि कले वाद्य बजला तम प्रीता सशंसु नृतुस्त्रिय गंधर्व मैंने प्रशंसा कले अप्सरा मैंने नाटक कले सब चलला आनंद है जगत तेषा स्त्रिय महाराज सुरुन् मरण दुखिता तत्राभिजुः विनिघ्नन्त्यः शेरशाणी अश्रुविलोचना कंसर स्त्री दीटा जरासंध झील अस्थि एवं प्राप्ति दीटा आहरी ये दीटा रेकर्ड भूत आगे थे तो सब तेषा स्त्रिय काटे स्त्री स्त्रियौ स्त्रिय दिवचन होता स्त्रीओ लिखी आम जरासंध झील आसले कहवा कि स्त्री बहुवचन है अनेक स्त्री मैंने दौड़े महाराज सुहृद मरण दुखिता निजर स्वामी मृत्यु दुखित हो सब स्त्री मैंने तत्र अयु विनिघ्नत छाती माने दौड़े शीर्षाणी अश्रु विलोचना मुंडू खोजा खोजी पड़ा क्या धान धान गो हो बाहुनिक कांदी छाती की बाड़े दौड़े सब स्त्री मैंने हा नाथ हे प्रिय हे धर्मज्ञ कौन धर्म जाना करुणा करुणा नाथ वत्सल हे करुणाकर हे अनाथ वत्सल समस्त अनाथ करूला अनाथ वत्सल नाला तभी स्त्री मैंने प्रशंसा न कर तेणु प्रशंसा करी तो या हतेन निहता वयमुक्ते सुगृह प्रजा तो या हतेन तुम्हें मरंते आम सब मरीगलु सब गृह प्रजा तुम घर लोक एवं तुम प्रजा मैंने समस्ते तुम्हें मलनी जाए आम समस्त मारी सारे एवं तो बाहुनिक हीण धाइले पत्नी मैंने गुण बंजे अनागंध कर तो या अनागसांग तुम भूतान सप्त कथा कहले बोले अनागसांग तुम भूतान कृतवान द्रोहमूलगणम तेन इमां भूदशांग नीतः भूतधृग वो लभेत सम के सुंदर कथा भागवत प्रति मुहूर्त उपदेश दौरान रे मूढ़ मानव शुणु रे शुणु शुणु टे शुणु स्त्री मान जो हे नाथ हे स्वामी सब कहीकि हे धर्मषंड सब प्रकार कहले किंतु कौन मंदी कथा कहले से सब तो या विरहिता पत्या पुरीयम पुरुषर सब हुए पुरुष सिंह पुरुष श्रेष्ठ तुम विरह ये नगरीटा न शोभते वयम गिव आम जमी तुम बिना असुंदर तुम बिना श्रीहीना हो तुम ये जो मधुपुरी बर्तमान उत्सव रहित है मंगल मंगल सब नष्ट है ये गला नष्ट है मधुपुरी आम आम भी मांगलिक कर्म वंचित हल तुम मधुपुरी सब वंचित है सब ध्वंस है किंतु कौशल कौन तापर ये सब अनागसांग तुम भूता नहीं तुम्हें निर्दोष प्राणी मान को दंड दौल जड़े दंड्य नुह तुम दंड दौल कृतवान द्रोहमूल भयंकर द्रोह दी तीन जोड़े श्लोक छुटे तुम्हें भयंकर द्रोह कर निर्दोष प्राणी मान दंड दौल तेन इमां भूदशांग नीत तेणुक निज कर्म अनुसार निजक फल मिल जाए तुमको कहीं मारी ना तो पांचटा चमत्कार भागवत कहे बोले तेन इमां भो दशांग नीत तेणु तुमने यही दशा को पाइल निर्दोष चलते दंड दौल तेणु तार फलस्वरूप या भोगिल भूतधृग को लभे तो सम निर्दोष प्राणी मान को दंड दौला के जीवटा कल्याण हम कि शिष्याद्रे बंचीब कि जी निर्दोष अन्य मान को दंड दिए
से प्रकार प्राणीर दशा यही प्रकार हम से श्री मैंने प्रकार ये जो कहले तापर सर्वेषां भूतानां एष हि प्रभावाप्ययः गुप्ता च तदमध्यायी न क्वचित् सुखमेधते जो श्रीकृष्ण होती जगतर सकल प्राणी उत्पत्ति प्रलय कारण सर्वेषां भूतानां एष हि प्रभावाप्ययः एष भगवान कृष्ण प्रभो मान सृष्टि एवं अप्यय मान विनाश कारण दृश्यमान समस्त जगतर सृष्टि एवं प्रलय कारण ये भगवान श्री कृष्ण गुप्ता न तदमध्यायागा से अमंगल जे ताकर अमंगल करे से कदापि सुख भोग कर गुप्ता तत् अवध्यायी न क्वचित सुख में धते जे संसार को सुरक्षा दवाई मनुष्य देह धरिक आसर विरुद्धाचरण कले जड़े केमी बची था निर्दोष लोक दंड दूल इे जे जगतर उत्पत्ति एवं प्रलयर मालिक ये भगवान कृष्ण को द्रोह कर मजा लगे से कि सुखर प्रभुर अमंगल कर सुखवाच भगवान सुखदेव कहते हे राजन परीक्षित राजदूषित आश्वस्य भगवान लोकभावन भगवान देखिले अरे युवाक तो आज कौन समा मुख स्त्री माने माहिना तेणु माई मान प्रकार दुख देखी भगवान राजदूषित राजा राजा कंसर स्त्री माने मामुक पत्नी माई मानू टे आश्वासना बाड़ी देले कारण समस्त जगतर कल्याण चिंता करवा भगवान काम क्या सत्यवित प्रभाव न थाए कि कौन कर्म कला तार कि फल पाइला सी लगा नहीं सी जो प्रकार करूला सेमती पाइला तेणु माई मान कहीं आश्वासन नदे तेणु बुझेले जमाहु लौकिकी संस्था हताना समकारयत लौकिक संस्था मला पर जहाँ जी कर्म करिया कथा मृत व्यक्ति मान निमंते श्राद्ध शुद्ध आरंभ कले शुद्ध श्राद्ध करिया कथा तेणु से कथा केमती करा सी विषय चिंता कले आग माई मान सांत्वना देकर ठंडा करदे मातरम पितरम चैव मोचयित्वार्थ बंधनात् बोपा मासे बंधा पड़ते कौटी देवकी वसुदेव बंदिशाल नहीं तो वहाँ टेक था श्रीकृष्ण बलराम वहाँ बंदिशाला सी कैसे आसना नंद थे मंच मातरम पितरम चैव निजर बाप बा देवकी एवं वसुदेव ताकू बंदिशाला मुक्ति कले कृष्ण राम बबंदिते शिरसा स्पृश्य पादयो पितामाता को बंधन मुक्त कले एवं से पादरे मथा लगे प्रणाम जन साष्टांग दंडवत कृष्ण राबु बबंदिते शिरसा स्पृश्य पादयो स्पृश्य ये सुंदर शिक्षा दिगला जे बाप माँ को पादरे मुंड लगे साष्टांग प्रणिपात हम यहाँ नमस्कार किसी नमस्कार कहली तुम ये सब पाठ बाप माँ पाखे करा उचित नुह सीधा मुंड लगे प्रणाम कर देवकी वसुदेवश्च विज्ञाय जगदीश्वर कृत संपदन पुत्र शस्व जाते न शंकित देवकी वसुदेवश्च देवकी वसुदेव ये दुहे जगदीश्वर विज्ञाय कहले ये कौन राम पुओ कि नाई रे बापा ये जगदीश्वर ये जगतर मालिक ये साधारण मानव नुह मनुष्य पिला नुह ये आम पिला नुह रे बापा ये होउछन्ती जगदीश्वर कृत संबंधन पुत्र जगदीश्वर को बहु भाव पाइछे एभଳି शंका ସେମାନଙ୍କ ମନରେ ଜାତ ହେଲା କୃତ ସମ୍ବନ୍ଧନ ପୁତ୍ର
ଶସ୍ୱଜାତେ ନ ଶଙ୍କିତ ବସୁଦେବ ଦେବକୁ ଗୁଣାଗ୍ରତ କରି କହିଲେ ଇଏ ବାପା ଆମ ଇଏ ମନୁଷ୍ୟ ପିଲା ନୁହନ୍ତି, ଇଏ ସ୍ୱୟଂ ଜଗଦୀଶ୍ୱର, ଇଏ ଆମର ପୁଅ ହେଇକି ଆସିଛନ୍ତି। ଏଭଳି ଶଙ୍କା ସେମାନଙ୍କ ଏଇଟା ଇଏକୁ ସନ୍ଦେହ କରିବ, କାରଣ କଂସ ଭଳିଆ ଏଇକୁ ମାରି ପକେଇଲେ ଏଡ଼େ ବଡ଼ ହାତୀ 1000 ହାତୀର ବଳ ତାକୁ ଦାନ୍ତ ବୁଡ଼େଇ ଦେଲେ ମାରିକିରି ଚାଳୁର ଗୋଷ୍ଠୀ ଗୁଡ଼ାକ ଦୁର୍ଦାନ୍ତ ମଲ ପର୍ବତ ପରି ଶରୀର ଏଗୁଡ଼ାକୁ ମାରିକିରି ମୁଣ୍ଡ କରିଦେଲେ। ଏସବୁ ଦେଖିଲେ ଯେ କି ଯାକେ ସାଧାରଣ ମନୁଷ୍ୟ ନୁହଁ, ତେଣୁ ସେଇ ଜ୍ଞାନ ଦେବକୀ ବସୁଦେବ ରହିଗଲା। ଏବଂ ଇତିଶ୍ରୀ ଭାଗବତ ମହାପୁରାଣ 12 ସହିତ ଦଶମ ସ୍କନ୍ଧେ ପୂର୍ବାର୍ଦ୍ଧେ କଂସବଧ ନାମ 44 କଂସ ସ୍ୱରୂପ ହେଲେ 84 ଅଧ୍ୟାୟ ଗଲେ ଆଉ ଗୋଟିଏ ଅଧ୍ୟାୟ ସରିଲେ ଆମର ଏଇ ଅଧା ଭାଗବତ।